ଆସନ୍ତାକାଲି ଆରମ୍ଭ ହେବ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ଗସ୍ତ ସମୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ତେବେ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କେତେ ଟଙ୍କା ମିଳିବ, କେବେ ମିଳିବ, କେତେ ଥରରେ ମିଳିବ ଏବଂ 5 ବର୍ଷରେ କେତେ ଟଙ୍କା ମିଳିବ ସେସବୁ ବିଷୟରେ ଆମେ ଏ ଭିଡ଼ିଓରେ କହିବାକୁ ଚାହିଁଛୁ। ତେବେ ଓଡ଼ିଶାର 1 କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ। 2ଟି କିସ୍ତିରେ ସୁଭଦ୍ରା ଟଙ୍କା ବଣ୍ଟନ କରାଯିବ। 2 ଥରରେ ମିଳିବ ହିତାଧିକାରୀମାନଙ୍କୁ 10,000 ଟଙ୍କା। 5,000 ଟଙ୍କା ଲେଖାଏଁ 2 ଥରରେ 10,000 ଟଙ୍କା ସହାୟତା ପ୍ରଦାନ କରିବେ ସରକାର। 5 ବର୍ଷରେ 50,000 ଟଙ୍କା ସୁଭଦ୍ରା ହିତାଧିକାରୀ ପାଇବେ। ପ୍ରତିବର୍ଷ ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଏବଂ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ହିତାଧିକାରୀଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପ୍ରେରଣ କରାଯିବ। ସିଧାସଳଖ ଆକାଉଣ୍ଟକୁ ସରକାର ପଠାଇବେ ସହାୟତା ଟଙ୍କା। ସୁଭଦ୍ରା ଯୋଜନା ପାଇଁ ଆବେଦନ ଏବେ ବି ଜାରି ରହିଛି। ଆବେଦନ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ନାହିଁ। ଯୋଗ୍ୟ ହିତାଧିକାରୀ ଆବେଦନ କଲେ ସୁଭଦ୍ରା ସହାୟତା ପାଇପାରିବେ।